ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଶୁଭ ସକାଳ। ତ ଏଇନା ଜଷ୍ଟ ଉଠିଲି ମୁଁ। ତ ଆପଣମାନେ ତ କାଲି ଦେଖିଥିଲେ ଦିନ ସାରା ସକାଳୁ ରାତି ପର୍ଯ୍ୟନ୍ତ ନେଇକି ବର୍ଷା ହଉଥିଲା। ଆଉ ଘରୁ ବାହାର ବି କରି ନଥିଲା, ବର୍ଷା ଏତେ ଜୋର ହଉଥିଲା କି। ତ ଆଜି ଟିକେ ଭଲ ପାଗ ଦେଇଛି, ଭାବୁଛି ଆଜି ଏତେ ବିଶେଷ ବର୍ଷା ହବନି। ତ ଦେଖନ୍ତୁ କେମିତିଆ କଣ ହଉଛି, ଟିକେ ଆଗେ ଦେଖିଦିଅନ୍ତୁ ବାହାରର ଦୃଶ୍ୟ କେମିତିଆ ଦେଖାଯାଉଛି। ତ ତଥାପି ସକାଳୁ ଟିକେ ଟିକେ ବର୍ଷା କରିକି ଗଲାଣି ଟିକେ ଟିକେ। କିନ୍ତୁ ଯିବା ବ୍ରସ୍ କରିବା, ବ୍ରସ୍ କରିକି ପୁଣି ଭିଡ଼ିଓ କରିବି। ସାଙ୍ଗମାନେ ଦାନ୍ତ ଘଷିବା ସହିତ ଏକାଥରେ ଗାଧୁଆ ପାଧୁଆ ବି ସରିଗଲା। କାହିଁ ବେକାର କାମ ରଖିବା, ଏକାଥରେ କାମ ସରିଗଲା ବାସ୍। ତ ସବୁଦିନ ଗୋଟେ ନା ଗୋଟେ ନିଶ୍ଚିନ୍ତ କିଛି ନା କିଛି ଗୋଟେ ସମସ୍ୟା ଆସୁଛି। ତ ଆଜି କ'ଣ ସମସ୍ୟା, କାଲି ତ ଦେଖିଲା ଆପଣ ବ୍ଲୁଟୁଥ୍ ପଢ଼ିକି କିନ୍ତୁ ଭାଙ୍ଗି ଯାଇଥିଲା। ତ ଆଜି ମୋର ଗୋଟେ ଡ୍ୟୁଟି ସାର୍ଟ ହ୍ୱାଇଟ୍ କଲର୍ ଏଇ ସବୁ ସାର୍ଟ ପିନ୍ଧିଛି, ଏମିତି ଆଉ ଗୋଟେ ସାର୍ଟ ତାକୁ ମୂଷା କାଟି ଦେଇଛି। ଭଲ ନୂଆ ସାର୍ଟଟା, ମୁଁ ତାକୁ 3-4 ଥର ୟୁଜ୍ କରିଛି, ସେ ମୂଷା କାଟିଦେଲା। କେମିତି କ'ଣ କାଟିଦେଲା ଆଉ ମୁଁ ଟିକେ ଜାଣିପାରିଲିନି। ସେ ଛାଡ଼, ସେ ଯାହା ବି ହେଉ ନା କାହିଁ, ଆମେ ଚାଲ ଭିଡ଼ିଓକୁ ଯିବା। ତ ଆଜି ଗୋଟେ ଏମିତି ପାର୍କକୁ ଆପଣଙ୍କୁ ନେଇକି ଯିବି ଯାହାକି ଆପଣମାନେ ଦେଖିଲେ ବହୁତ ଖୁସି ହେଇଯିବେ। ସେ ପାର୍କର ନାଁ ହେଉଛି ରିଧି ସିଧି ପାର୍କ। ଚାଲନ୍ତୁ। ତ ବର୍ତ୍ତମାନ ଆମେ ଆସିକି ପହଞ୍ଚିଗଲୁ ପାର୍କରେ। ଦେଖନ୍ତୁ ପାର୍କର କେଉଁ ଭଳି ଭାବରେ ଦୃଶ୍ୟ ଦେଖନ୍ତୁ, କେତେ ସୁନ୍ଦର ଲାଗୁଛି। ତା ସହିତ ବର୍ଷା ବି ହେଉଛି, କେତେ ସୁନ୍ଦର ସୁନ୍ଦର ଫୁଲ ହେଇଛି ଦେଖନ୍ତୁ, କେତେ ସୁନ୍ଦର ଫୁଲ। ଆଉ ତା ସାଙ୍ଗରେ ବର୍ଷାର ଯେଉଁ ମଜା, ତାର କିଛି ନିଆରା ଲାଗୁଛି ଏମିତି। ତ ଏମିତି କିଛି ରହିଛି। ଆପଣମାନଙ୍କୁ ରିକ୍ୱେଷ୍ଟ କରୁଛି ଯେ ଆପଣମାନେ ବେଶୀ ବର୍ଷାରେ ବୁଲନ୍ତୁ ନାହିଁ, ଓଦା ହୁଅନ୍ତୁ ନାହିଁ। ଆଜିକାଲି ପାଣିପାଗ କଥା ତ ଆପଣମାନେ ଭଲ ଭାବରେ ଜାଣିଛନ୍ତି, ଯେଉଁଭଳି ଭାବରେ ବର୍ଷା ହେଉଛି। ତ ସବୁବେଳେ ନିଟ୍ ଆଣ୍ଡ କ୍ଲିନ୍ ରୁହନ୍ତୁ, ସଫା ସୁତୁରା ରୁହନ୍ତୁ। ଆଉ ଘରେ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ। ଆଉ ଘର ପାଖରେ ଯେଉଁ ଆଜିକାଲି ବର୍ଷା ଦିନ, ଘର ପାଖରେ ଯେଉଁ ଘାସ, ଯେଉଁ ଗଛ ଲତା ଉଠୁଛି, ତାକୁ ଟିକେ ସଫାସୁତୁରା କରି ରଖନ୍ତୁ। କାରଣ ଏସବୁରେ ଜୀବଜନ୍ତୁ ଭଲ ମନ୍ଦ ଆଉ ଆସିବେନି। ଆପଣ ସଫା ସୁତୁରା ସବୁବେଳେ ରଖିଲେ ସେଫ୍ଟି, ଯେତେ ଆପଣମାନେ ନିଟ୍ ଆଣ୍ଡ କ୍ଲିନ୍ ରହିବେ। ପାର୍କ ତ ବୁଲାବୁଲି ସରିଗଲା। ତ ଆପଣଙ୍କୁ ଆଉ ଗୋଟେ ଜିନିଷ ଦେଖେଇବି। ଆପଣମାନେ କେବେ ରୋବୋଟ୍ ଗଛ ଦେଖିଛନ୍ତି? ରୋବୋଟ୍ ଗଛ, ରୋବୋଟ୍ ଗଛ କେବେ ଦେଖିଛନ୍ତି? ଦେଖିବାକୁ ଚାହୁଁଛନ୍ତି? ତ ଚାଲନ୍ତୁ। ଦେଖନ୍ତୁ, ଏଇ ଗଛଟି ହେଉଛି ରୋବୋଟ୍ ଗଛ। ଯେଉଁଥିରେ କି ରୋବୋଟ୍, ଆପଣ ଯେଉଁ ଚପଲ ପିନ୍ଧୁଛନ୍ତି, ଘରେ ଯେକୌଣସି ରୋବୋଟ୍ ସବୁ ବ୍ୟବହାର କରୁଛନ୍ତି, ଇଏ ହେଉଛି ସେ ରୋବୋଟ୍ ଗଛ। ଦେଖନ୍ତୁ, ଆପଣ ଦେଖିବାକୁ ଚାହିଁବି, ଏଇ ଯେଉଁ ଆର କ୍ଷୀର ରହୁଛି, ଆର କ୍ଷୀରରେ ହିଁ ରୋବୋଟ୍ ତିଆରି ହୁଏ। ବିଭିନ୍ନ ପ୍ରକାର ଚପଲ ଠାରୁ ବହୁତ ପ୍ରକାର ଟାୟାର ଫାୟାର ଯେତିକ ଆମର ରୋବୋଟ୍ର ଯେତିକ ଜିନିଷ ସବୁ ଏଥିରୁ ତିଆରି ହୁଏ। ଦେଖନ୍ତୁ, ଏଇ ଯେଉଁ ତାର କ୍ଷୀରଟା ଦେଖନ୍ତୁ, ହାତରେ ଲଗେଇଲା ବେଳକୁ କ୍ଷୀରରୁ ସବୁ ତିଆରି ହୁଏ। ଭଲ ଭଲ ବ୍ରାଣ୍ଡେଡ଼ ସବୁ ଜିନିଷ ସବୁ ଏଥିରେ ସବୁ ତିଆରି ହୁଏ। ଆମକୁ ଖୁସି ଲାଗୁଛି ଯେ ଆମର ମାନେ ସମୟ 4ଟା 16 ହେଇଯାଇଛି। ଜଣାପଡ଼ୁନି ସମୟ କୁଆଡ଼େ ପଳେଇ ଯାଉଛି। ଜଷ୍ଟ ଡ୍ୟୁଟିରୁ ମୁଁ ଏଇନା ଆସିଲି, 4ଟା ବାଜିଲା। 4ଟାରେ ଆସିଲି, ଟିକେ ଧୋଇଧା ହେଇକି ଆସିଲି, ଟିକେ ଏଇନା ଆସିକି ଭିଡ଼ିଓ କରୁଛି। ତ କ'ଣ ହେଲା କି, ଆଜି ଟିକେ କାମ ଥିଲା, ଟିକେ ଆଜି ଗେଷ୍ଟ ଆସିବାର ଥିଲା। ଆଉ ସେଥିଲାଗି ଟିକେ ଲେଟ୍ରେ କାମ ସରିଲା। ଆଉ ଦେଖିପାରୁଥିବେ ପଛପଟ ସିନେରୀ କେଉଁ ଭଳିଆ ଦେଖାଯାଉଛି। ତ ଏମିତି କିଛି ରହିଛି। ତ ଆଜିର ଭିଡ଼ିଓରେ ଆଉ କ'ଣ କହିବି, ଟିକେ ବେଶୀ କିଛି ତ ବୁଲା ହେଇପାରିଲାନି। ଆଉ ସେ ଖାଲି ପାର୍କ ଯାଇଥିଲି, ଟିକେ ପାର୍କରେ ବୁଲାବୁଲି କଲି। ଆଉ ଆସନ୍ତା ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇବି ଗୋଟେ ଭଗବାନଙ୍କର ମୂର୍ତ୍ତି, ଶିବ ଠାକୁରଙ୍କର ମୂର୍ତ୍ତି। ସେଥିରେ ପୁରା ଶିବ ଠାକୁରଙ୍କ ପୁରା ପାଣି ଝରୁଛି, ପୁରା ଭୟାନକ, ମାନେ ମସ୍ତ ହେଇଛି ଯେଉଁଟା କହିବା। ସେଇଟା ଆପଣଙ୍କୁ ଦେଖେଇବି, ଆପଣମାନେ ବହୁତ ଖୁସି ହେବେ। ତ ଏତିକି କହିବି ଭିଡ଼ିଓ ଶେଷ କରୁଛି ମୁଁ। ରହିଲି, ଜୟ ଜଗନ୍ନାଥ, ନମସ୍କାର।